ଆପଣଙ୍କୁ ମୁଁ ପୁଣି ଥରେ ସ୍ୱାଗତ କରୁଛି ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲରେ। ଆଜି ଆପଣଙ୍କ ପାଇଁ ଯେଉଁ ଟପିକ୍ ରହିଛି ସେହି ଟପିକ୍ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ। ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଉ କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ୱାର୍କର ରହିଛି ସେହି ୱାର୍କରଟି ଆପଣମାନଙ୍କୁ ଯାହାକି ମିଳିଯିବ, ଯାହାକି ମାନ୍ୟବର ମନ୍ତ୍ରୀଙ୍କ କହିବା ଅନୁସାରେ ଜାନୁଆରୀ ଶେଷ ସପ୍ତାହ ଆଡ଼କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କର ମିଳିବାର ଚାନ୍ସ ରହିଛି। ତେବେ ଦେଖନ୍ତୁ, ଏଇ ଯେଉଁ ଜାନୁଆରୀ ମାସରେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ମିଳିବ, ଅର୍ଥାତ୍ ଆପଣଙ୍କର ଯେଉଁ ୱାର୍କର ମିଳିବା ପୂର୍ବରୁ ଆପଣମାନଙ୍କୁ ଯାହାକି 5ଟି କାମ ନିହାତି କରିବା ପାଇଁ ପଡ଼ିବ। କହିବାକୁ ଗଲେ 5ଟା ଜିନିଷ ଯାହାକି ଆପଣଙ୍କର ସବୁକିଛି ଠିକ୍ଠାକ୍ କରିକି ଏବେଠାରୁ ରଖିବା ପାଇଁ ପଡ଼ିବ, ନହେଲେ ଆପଣଙ୍କର ଘର ଆସିଥିଲେ ମଧ୍ୟ ଆପଣଙ୍କୁ ଯାହାକି ଘର ଦିଆଯିବ ନାହିଁ। ଆପଣ ଯୋଗ୍ୟ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଇପାରିବେ ନାହିଁ। ସେଥିପାଇଁ ଏବେଠାରୁ ଯାହାକି 5ଟି ଜିନିଷ ଆପଣଙ୍କର ଠିକ୍ଠାକ୍ କରିକି ରଖିବା ପାଇଁ ପଡ଼ିବ। ତେବେ ସେହି 5ଟି ଜିନିଷ ଗୁଡ଼ିକ କ'ଣ ରହିଛି, ଯାହାଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣମାନେ ଯାହାକି ୱାର୍କର ପାଇପାରିବେ, ଆପଣ ଯାହାକି ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଯେଉଁମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମ ରହିଛି ଆପଣଙ୍କର ଡିବିଟି ଆକ୍ଟିଭ୍। ଆପଣଙ୍କର ଯେଉଁ ଆଧାର କାର୍ଡ଼ଟି ରହିଛି ସେହି ଆଧାର କାର୍ଡ଼ଟିକୁ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ କରନ୍ତୁ। କାହିଁକିନା ସରକାରଙ୍କ ତରଫରୁ ଆପଣଙ୍କର ପ୍ରଥମ ଫେଜ୍ରେ ଯେଉଁ ଘରଟି ଦିଆଯାଇଥାଏ, ଆପଣଙ୍କର ଯେଉଁ ୱାର୍କର ଦିଆଯାଉଛି, ଅର୍ଥାତ୍ ଆପଣଙ୍କର ଯେଉଁ ୱାର୍କର ଦିଆଯିବ, ୱାର୍କର ସହିତ ଆପଣଙ୍କୁ 40,000 ଟଙ୍କା ଦିଆଯିବ। ସେହି 40,000 ଟଙ୍କା ଆପଣଙ୍କର ଡିବିଟି ଆକ୍ଟିଭ୍ ଥିବା ଆକାଉଣ୍ଟରେ ହିଁ ଟ୍ରାନ୍ସଫର୍ କରାଯିବ। ଯେଉଁଠି ଆପଣଙ୍କର ଡିବିଟି ଆକ୍ଟିଭ୍ ବ୍ୟାଙ୍କ ଆକାଉଣ୍ଟ ରହିଛି, ସେହି ବ୍ୟାଙ୍କ ଆକାଉଣ୍ଟରେ ଆପଣ ଯାଇକି ଏହି ଟଙ୍କା ପାଇଥାନ୍ତି। ସେଥିପାଇଁ ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି, ସେହି ଆଧାର କାର୍ଡ଼ଟିକୁ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ କରିବା ପାଇଁ ପଡ଼ିବ। ଲିଙ୍କ ନ କଲେ ଆପଣ ଯାହାକି ଟଙ୍କା ପାଇପାରିବେ ନାହିଁ। ଏଇଟା ଆପଣଙ୍କର ପ୍ରଥମ ରହିଛି। 2 ନମ୍ବର ରହିଛି ଆପଣଙ୍କର ଯେଉଁ ଜବ୍ କାର୍ଡ଼। ଆପଣମାନେ ଯେଉଁ ଜବ୍ କାର୍ଡ଼ ପାଇଛନ୍ତି, ସେହି ଜବ୍ କାର୍ଡ଼ଟିକୁ ମଧ୍ୟ ଆପଣଙ୍କର KYC କରିବା ପାଇଁ ପଡ଼ିବ। ଆପଣଙ୍କର ଜବ୍ କାର୍ଡ଼ରେ ମଧ୍ୟ KYC କରିବା ପାଇଁ ପଡ଼ିବ, ନହେଲେ ଆପଣଙ୍କର ଯେଉଁ ଜବ୍ କାର୍ଡ଼ର ଯେଉଁ ନମ୍ବର ରହିଛି, ସେ ନମ୍ବରରେ ଆଉ ଟଙ୍କା ପଡ଼ିବ ନାହିଁ। କାହିଁକିନା ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣଙ୍କର NREGS ଯେଉଁ ଆପଣଙ୍କର ରହିଛି, ସେହି ଟଙ୍କାଟି ମଧ୍ୟ ପଡ଼ିଥାଏ। ସେହି ଟଙ୍କା ଯାହାକି ଆପଣମାନେ ପାଇପାରିବେ ନାହିଁ। ସେଥିପାଇଁ ଆପଣଙ୍କର ଜବ୍ କାର୍ଡ଼ରେ KYC କରିବା ପାଇଁ ପଡ଼ିବ। ଏଇଟା ଆପଣଙ୍କର 2 ନମ୍ବର କାମ ଗଲା। 3 ନମ୍ବରରେ କ'ଣ କରିବେ? 3 ନମ୍ବରରେ ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି, ଯେଉଁ ବ୍ୟାଙ୍କରେ ଆପଣଙ୍କର ଟଙ୍କା ପାଇବା ପାଇଁ ଆପଣମାନେ ଚାହୁଁଛନ୍ତି, ଅର୍ଥାତ୍ ଆପଣଙ୍କର ଯେଉଁ ବ୍ୟାଙ୍କରେ ଆଧାର ଲିଙ୍କ ରହିଛି, ସେହି ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟଟିକୁ ଆପଣମାନଙ୍କୁ ଯାହାକି ରନିଂ କରିକି ରଖିବା ପାଇଁ ପଡ଼ିବ, ନହେଲେ ଆପଣ ସେହି ଆକାଉଣ୍ଟରେ ଟଙ୍କା ପାଇପାରିବେ ନାହିଁ। ସେଥିପାଇଁ ଆପଣ କ'ଣ କରିବେ? ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି, ସେହି ବ୍ୟାଙ୍କକୁ ଯାଇକି KYC ଦେଇଦିଅନ୍ତୁ। ଆପଣଙ୍କର KYC ଦେବା ପାଇଁ ପଡ଼ିବ। କାହିଁକିନା ଆପଣଙ୍କର ଯେହେତୁ ଏଇ ଆକାଉଣ୍ଟରେ ଟଙ୍କାଟି ପଡ଼ିବ, 40,000 ଟଙ୍କା ଯେଉଁ ପ୍ରଥମ ଫେଜ୍ର ଟଙ୍କାଟି ପଡ଼ିବ, ସେହି ଟଙ୍କାଟି ପାଇବା ପାଇଁ ହେଲେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ KYC ନିହାତି କରିବା ପାଇଁ ପଡ଼ିବ। କାହିଁକିନା RBIର ନିୟମ ଅନୁସାରେ ବର୍ଷକୁ ଥରେ ସମସ୍ତଙ୍କୁ ଯାହାକି KYC କରିବା ପାଇଁ ପଡ଼ିଥାଏ। ଏବେ ଆପଣଙ୍କର ଜାନୁଆରୀ ମାସ ହୋଇଗଲାଣି। ଯଦି ଆପଣ 2025ରେ KYC କରିନାହିଁ, ଏବେ ଆପଣମାନେ ଯାହାକି KYC ଯାଇକି କରିନିଅନ୍ତୁ। ଏଇଟା ଆପଣଙ୍କର 3 ନମ୍ବର କାମ ଗଲା। 4 ନମ୍ବରରେ ଦେଖନ୍ତୁ, ଆପଣମାନେ ଆପଣଙ୍କର ୱାର୍କର ଡାଉନଲୋଡ଼ କରିବାର ପ୍ରୋସେସ୍ ମଧ୍ୟ ଜାଣିବା ପାଇଁ ପଡ଼ିବ। ଆପଣଙ୍କର ଯେଉଁ ୱାର୍କର ରହିଛି, ୱାର୍କରଟିକୁ ଆପଣମାନେ କେମିତି ଡାଉନଲୋଡ଼ କରିପାରିବେ? କାହିଁକିନା ଦେଖନ୍ତୁ, ସରକାରଙ୍କ ତରଫରୁ ଯେହେତୁ 10 ଲକ୍ଷ ହିତାଧିକାରୀଙ୍କୁ ଏକା ସାଙ୍ଗକୁ ଘର ଦିଆଯିବ, ତେବେ କିଛି ହିତାଧିକାରୀଙ୍କୁ ଆପଣଙ୍କର ଲିଷ୍ଟ ଦିଆଯିବ। କିଛି ହିତାଧିକାରୀ ଆପଣମାନେ ଘର ପାଇଯିବେ ଏବଂ କିଛି ହିତାଧିକାରୀଙ୍କର ଘର ଆସିଥିଲେ ମଧ୍ୟ ସେମାନେ ଯାହାକି ଜାଣିପାରିନଥାନ୍ତି। ସେଥିପାଇଁ ସେମାନଙ୍କୁ ଆପଣଙ୍କର ୱାର୍କର ଡାଉନଲୋଡ଼ କରିବାର ପ୍ରୋସେସ୍ ମଧ୍ୟ ଜାଣିବା ପାଇଁ ପଡ଼ିବ। ଦେଖନ୍ତୁ, ସରକାରଙ୍କ ତରଫରୁ ଘର ଦେଇଦେଲା ପରେ ଆପଣମାନେ ଯଦି ଏହି ପ୍ରୋସେସ୍ଟି ଜାଣିଥିବେ, ତାହେଲେ ଆପଣଙ୍କର ୱାର୍କରଟିକୁ ଆପଣ ଯାହାକି ନିଜେ ମଧ୍ୟ ଡାଉନଲୋଡ଼ କରିକି ଦେଖିପାରିବେ। ଅର୍ଥାତ୍ ଆପଣଙ୍କର ଘର ଆସିଛି କି ନାହିଁ ଆପଣ ନିଜେ ମଧ୍ୟ ସେହି ପ୍ରୋସେସ୍ରେ ଚେକ୍ କରିପାରିବେ। ସେଥିପାଇଁ ଆପଣ କ'ଣ କରିବେ? RH ଓଡ଼ିଶାର ଯେଉଁ ଅଫିସିଆଲି ୱେବସାଇଟ୍ ଅଛି, ଅଫିସିଆଲି ୱେବସାଇଟ୍ଟିକୁ ଆପଣ ଯାହାକି ଆସିଯିବେ। ମୁଁ ଯେମିତି ଆପଣଙ୍କର ଏଇଠି କଲି ପ୍ରୋସେସ୍ ୱାଇଜ୍, ଆପଣ ସେହି ପ୍ରୋସେସ୍ରେ ଏହି ପେଜ୍ଟିକୁ ଆସିଯିବେ। ଏହି ପେଜ୍ଟିକୁ ଆସିଗଲା ପରେ ଏଇଠି ଦେଖନ୍ତୁ ଆପଣଙ୍କର ଗୃହର କାର୍ଯ୍ୟାଦେଶ ରହିଛି, এইটি ଆପଣ କ୍ଲିକ୍ କରିଦେବେ। ଦେଖନ୍ତୁ ମୁଁ ଏଇଠି 2 ଥର କ୍ଲିକ୍ କରିଦେଲି। ଦେଖନ୍ତୁ ଏଇଠି ଆପଣମାନେ ମଧ୍ୟ କ୍ଲିକ୍ କରିଦେବେ। ଦେଖନ୍ତୁ ଏଇଟା ଆପଣଙ୍କର ଯେଉଁ ପେଜ୍ଟି ରହିଛି,
এই পেଜটি ଏବେ ଆପଣଙ୍କର କାମ କରୁନାହିଁ। ସରକାରଙ୍କ ତରଫରୁ ୱାର୍କ ଅର୍ଡର ଦେଇଦେଲା ପରେ এই পেজটি କାମ କରିବ ଏବଂ ଆପଣଙ୍କର ଆଧାର ନମ୍ବରଟି ଏଇଠି ଦେଇଦେବେ। ଏଠି ଦେଖନ୍ତୁ ଆପଣଙ୍କର କ୍ଲିକ୍ କଲା ପରେ ସେଇଠି ଆପଣଙ୍କର ବକ୍ସ ଆସିଯିବ। ବକ୍ସ ଆସିଗଲା ପରେ ଆପଣଙ୍କର ଆଧାର ନମ୍ବର ଦେଇଦେବେ। ଆପଣଙ୍କର ଆଧାର ନମ୍ବର ଦେଲେ ତା ସହିତ ଆପଣଙ୍କର ଗୋଟେ OTP ଆସିବ। आधार नंबर देला पर सेंटर आप क्लिक कला गोटे OTP आसो से OTP देला पर आपंकर जब वर्क ऑर्डर जेनेट होता ताहले आपण मैंने आपंकर वर्क ऑर्डर टी एठू डाउनलोड करेंगे और कन्फर्म हो आपंकर घरटी आसी। यहाँ आपंकर 4 नंबर अपडेट थिला। 5 नंबर अपडेट टी कौन रही देखो। 5 नंबर अपडेट समस्त गुरुत्वपूर्ण रही। देखु आपण मैंने जदि प्रधानमंत्री आवास योजना अधीन घर पाइबापी चाहते आमर ये जो चैनल रही यही चैनल टी सब्सक्राइब करके रेगुलारली देखुतांतु कहीं आग को प्रधानमंत्री आवास योजना को नहीं जहाँ भी इनफॉरमेशन आसीबो केते लोकन को घर मिलिला आपण पंचायत रे काहा को मिलिला आपण गाँव रे काहा को मिलिला आपणकर लिस्ट रे क्यों मानकर ना रही वर्क ऑर्डर केमिति डाउनलोड करि पारिबे सबु इनफॉरमेशन जहाँ कि आमर एई चैनल माध्यम रे गोटे गोटे करे जणै दिया जिवो। सेति पई जदि आपण एई चैनल टी को सब्सक्राइब करके रेगुलारली देखुथिबे ताहाले सबु इनफॉरमेशन टी जानी पारिबे। सेति पई आपण मनक लागे मु 5टी अपडेट नै आस्थिली। तेबे एई 5टी अपडेट गुडी को आपण मनकु केमति लागिला कमेंट बॉक्स रे निश्चय गोटे गोटे कमेंट करंतु।